ପ୍ରଥମରେ ଯାଏ ସାଧବାଣୀ ଘରକୁ, ତାପରେ ଯିବି ଅନ୍ୟ ପଥେ। ହଇଲୋ ସାଧବାଣୀ, ଆଜି କ'ଣ ମାଣବସା ଗୁରୁବାର, ତୋତେ ଜଣା ନାହିଁ ଲୋ? ଘର ଦ୍ୱାର ଲିପାପୋଛା କରିନାହିଁ କାହିଁକି? ଲକ୍ଷ୍ମୀ ବ୍ରତ କ'ଣ ଜାଣିନାହିଁ ମା? ତେଣୁ ଘର ଦୁଆର ଲିପାପୋଛା କରିନାହିଁ। ତେବେ ଏଇ ବ୍ରତ ମୁଁ ବି ପାଳନ କରିବାକୁ ଚାହୁଁଛି। ଏହାର ପାଳନ ବିଧି ମୋତେ କହିଦିଅନ୍ତୁ ମା। ମାର୍ଗଶିର ମାସେ ଯେ ପଡ଼ଇ ଗୁରୁବାର, ସେଦିନ ଉଷାରୁ ସେଜ ଛାଡ଼ି ତପର ସାଧବାଣୀ, ଆଗ ସାଧବାଣୀ ଗୋ କହୁଛି ଶୁଣ ବ୍ରତ କାହାଣୀ ଗୋ। ଗୋମୟ ଜଳରେ ଘର ଦୁଆର ଲିପିବ, ଲକ୍ଷ୍ମୀ ପାଇବି ପାଦ ପଦ୍ମ ଚିତାକୁ ଲେଖିବ ସାଧବାଣୀ, ଆଗ ସାଧବାଣୀ ଗୋ ଦେଇ ଧୂପ ନୈବେଦ୍ୟ ଶଙ୍ଖୁଡ଼ି ଗୋ। ସାଧବାଣୀ କହୁଛନ୍ତି ଶୁଣ ମହାମାଇ, ଗୋଟି ଗୋଟି କରି ମତେ ଦିଅନ୍ତୁ ବୁଝାଇ ମହାମାଇ ଗୋ, ଆଗ ମହାମାଇ ଗୋ। ସାଧବାଣୀ ବୁଝି ନ ପାରଇ ଗୋ। ନୂଆ ମାଣ ଗୋଟିଏ ଅଣାଇ ଯତ୍ନେ ବେଗେ, ଧୋଇ ଧୋଇ କରି ତାକୁ ଶୁଖାଇବ ଆଗେ ସାଧବାଣୀ, ଆଗ ସାଧବାଣୀ ଗୋ ଧାନ ମାଣଙ୍କର ପୂଜା ଜାଣି ଗୋ। ତାହାକୁ କରିବ ନାନା ଚିତ୍ର ଯେ ବିଚିତ୍ର, ଚାଉଳକୁ ବାଟି ଚିତା ଲେଖିବ ସମସ୍ତ ସାଧବାଣୀ, ଆଗ ସାଧବାଣୀ ଗୋ କହିଲି ସର୍ବବିଧାନ ପୁଣି ଗୋ।
ବିଧିବିଧାନ ମୋତେ ବୁଝେଇ ଦିଅନ୍ତୁ ମା। ଶୁଣ ସାଧବାଣୀ, ପ୍ରଥମରେ ସ୍ନାନ ସାରି ଶୁଚି ହେବ। ପୂଜା ଖଟୁଳିକୁ ମାଣ ଉପରେ ରଖିବ। ମାଣରେ ଶୁକ୍ଳ ଧାନ କିଛି ଗୁଡ଼ ତହିଁରେ ରଖିବ। ମାଣ ଉପରେ ହଳଦୀ ପାଣି ଦୁଆର ରଖିବ। ଫଳ ପୁଷ୍ପ ଇତ୍ୟାଦି ସମର୍ପିବ। ମହାଲକ୍ଷ୍ମୀଙ୍କୁ ଆହ୍ୱାନ କରି ଧୂପ ଦୀପ ସମର୍ପିବ। ତାପରେ ବାଳ ଧୂପ ବଢ଼ାଇବ। ଶଙ୍ଖୁଡ଼ି ନୈବେଦ୍ୟ କରିବ। ମା ଠାକୁରାଣୀ, ସୁଦଶା ବ୍ରତ କ'ଣ ମୋ ଜାଣଇ କିଛି? ଶୁଣ ସାଧବାଣୀ, ତାହା ହେଉଛି ସୁଦଶା ବ୍ରତ। ଏକ ଦିନେ ଶୁକ୍ଳ ଦଶମୀ ଗୁରୁବାର ପଡ଼ିଲେ ସୁଦଶା ବ୍ରତ ହୁଏ ସେ ଦିନର ସାଧବାଣୀ। ଆଗ ସାଧବାଣୀ ଗୋ ମନେ ରଖ ମୋହର ବାଣୀ ଗୋ। ସାଧବାଣୀ, ବର୍ଷର ଯେକୌଣସି ମାସରେ ଏ ବ୍ରତ ପଡ଼େ। ତାପରେ ପ୍ରାପ୍ତ କାଳରୁ ଉଠି ସ୍ନାନ ସାରି ଶୁଚି ହେବ। ଶୁକ୍ଳ ଲୁଗା ପିନ୍ଧି ଖଟୁଳିକୁ ଧୋଇ ତା ଉପରେ କୁଢ଼ାଇବ। ଲକ୍ଷ୍ମୀ ପୂଜାକୁ ଆହ୍ୱାନ କରିବ। ତେବେ ଆହୁରି କହୁଛି ଶୁଣ, ପୁଣି ଦଶଖିଆ ଛୁତାରେ ଗୋଟେ ବ୍ରତ କରିବ। ତାକୁ 10 ଗଣ୍ଠି ଦେବ। 10 କେରା ଦୁବରେ ତାହାକୁ ଗୁଡ଼ାଇବ। ମହାଲକ୍ଷ୍ମୀଙ୍କୁ ଆହ୍ୱାନ କରି ଆଗରୁ ବ୍ରତ କରୁଥିଲେ ସେ ପୁରୁଣା ବ୍ରତକୁ ମଧ୍ୟ ସେଇଠି ଥୋଇବ। ଆଉ ଗୋଟିଏ କଥା ମନେ ରଖ, ମହାଲକ୍ଷ୍ମୀ ପ୍ରସାଦ କାହାକୁ ନ ଦେବ। ହେଉ ତେବେ ସକଳ ବିଧିବିଧାନ ବୁଝିଲେ ମା। ହେଲେ ଗୁରୁବାର ଦିନ କ'ଣ କ'ଣ ନିଷେଧ ତାହା ମୋତେ ବତେଇ ଦିଅନ୍ତୁ ମା। ସେ କଥା କହୁଛି ଏବେ ସାଧବାଣୀ, ଶୁଣ ଗୋ ତୁମେ ଶୁଣ। କେବେ ନ ବାଜିବ ଖଇ ଗୁରୁବାର ଦିନ। ଯେଉଁ ନାରୀ ଗୁରୁବାର ଦିନ ଖାଏ ଆମିଷ ଗୋ ଖାଏ ଆମିଷ, ଲକ୍ଷ୍ମୀ ଦ୍ରୋହୀ ସେହି ଜାଣ ନ ପକାଲେ କେଶ। ଭୁଞ୍ଜଇ ଉଚ୍ଚିଷ୍ଟ କିମ୍ବା ଲଗାଏ ଯେ ତେଲ ଗୋ ଲଗାଏ ତେଲ, ମହାଲକ୍ଷ୍ମୀ ତାର ନିଶ୍ଚେ ଭାଙ୍ଗି ଦିଅନ୍ତି ଗେଲ। ସାଧବାଣୀ, ତତ୍ ସଙ୍ଗେ ସଙ୍ଗେ ଚୁଲିରୁ ପାଉଁଶ କାଢ଼ିଦେବ। ହାଣ୍ଡିକୁ ଧୋଇ କଳା ଛଡ଼ାଇବ। ତା ଉପରେ ଶୁକ୍ଳ ଲୁଗା ପିନ୍ଧିବ। ମୁଁ ଗୋଟି ଗୋଟି କରି ସମସ୍ତ ବୁଝାଇ ଦେଲୁ। ସବୁ ଜାଣିଲୁ ତ? ତେବେ ମୋର ଆଦେଶ ଘେନି ପାଳନ କର।
ନହେଲେ ତୋର ଧନ ସମ୍ପତ୍ତି କ୍ଷୟ ହେବ। ମୁଁ ଆଗରୁ ତୋତେ ଚେତାଇ ଦେଉଛି। ତେବେ ହେଉ ମା, ତବ ଆଦେଶ ଘେନି ମା ଲକ୍ଷ୍ମୀଙ୍କର ପୂଜା କରିବି ଯାଉଛି। ଯାଏ ଘରେ ଘରେ ପୁରେ ପୁରେ ବୁଲି ସୁଲକ୍ଷଣୀ ନାରୀମାନଙ୍କୁ ବ୍ରତ ଉପାସନାକୁ ହେନି ଆସିବି।